ରବୀନ୍ଦ୍ରଙ୍କ ମାଡ଼ରେ ଜୀବନ ଶେଷ। ଦଳ ପରିବର୍ତ୍ତନ ନେତାଙ୍କ ସ୍ୱାର୍ଥ କି? ରବୀନ୍ଦ୍ରଙ୍କ ଜୀବନଙ୍କ ଶତ୍ରୁତା କାହିଁକି? ନେତାଙ୍କ ଦଳ ପରିବର୍ତ୍ତନ। ବାଲେଶ୍ୱର ରାଜନୀତି ସରଗରମ। କାହିଁକି ବିଜେପିରେ ମିଶିଲେ ରବୀନ୍ଦ୍ର ଜେନା? ବିଜେପି କାହିଁକି ଛାଡ଼ିଲେ ଜୀବନ ପ୍ରଦୀପ ଦାସ? କିଏ କାହାର ପତା କାଟିଲା? ପ୍ରତାପ ଷଡ଼ଙ୍ଗୀଙ୍କର ଅବସ୍ଥା କ'ଣ? ରାଜ୍ୟ ରାଜନୀତିକୁ ସରଗରମ କରିଛି ବାଲେଶ୍ୱର। ଗତକାଲି ପୂର୍ବତନ ସାଂସଦ ବିଜେଡିର ବାଲେଶ୍ୱର ସଭାପତି ରବୀନ୍ଦ୍ର ଜେନା ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କଲେ। 24 ଘଣ୍ଟା ନ ପୂରୁଣୁ ବିଜେପିର ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ବିଜେପି ଛାଡ଼ିଲେ। ରବୀନ୍ଦ୍ର ଜେନା 2009ରୁ 14 ବାଲେଶ୍ୱର ସାଂସଦ ଥିଲେ। ତତ୍ସହିତ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ଓ ସଂସଦର ବିଭିନ୍ନ ବିଭାଗର ଦାୟିତ୍ୱରେ ଥିଲେ। ତାଙ୍କ ଦ୍ୱାରା ବାଲେଶ୍ୱର ବିଜେଡି ଚଳପ୍ରଚଳ ହେଉଥିଲା। ଜୀବନ ପ୍ରଦୀପ ଦାସ 2000ରୁ 2004, 9ରୁ 14 ଏବଂ 14ରୁ 19 ବିଧାୟକ ଭାବରେ ବିଜୟ ଲାଭ କରିଥିଲେ। ଅଭିଜ୍ଞ ଓ ପୋଖତ ରାଜନେତା ଥିଲେ। କିନ୍ତୁ ରବୀନ୍ଦ୍ର ଜୀବନଙ୍କର ବ୍ୟକ୍ତିଗତ ଶତ୍ରୁତା ପାଇଁ 2019ରେ ରବୀନ୍ଦ୍ର ଜେନା ପରାଜୟ ବରଣ କରିଥିଲେ ଏବଂ ପ୍ରତାପ ଷଡ଼ଙ୍ଗୀ ବିଜୟ ଲାଭ କରିଥିଲେ। ରବୀନ୍ଦ୍ର ଭାବିଲେ ଯେ କେବଳ ଜୀବନଙ୍କ ପାଇଁ ହିଁ ସେ ପରାଜୟ ବରଣ କଲେ। ସେପଟେ 2019ରେ ସମ୍ପୂର୍ଣ୍ଣ ରୂପେ ଟିକେଟର ଆଶାୟୀ ଥିଲେ ମଧ୍ୟ ତାଙ୍କର ଟିକେଟକୁ କାଟିଥିଲେ ରବୀନ୍ଦ୍ର ଜେନା। ହାରିଥିବା ନେତାଙ୍କୁ ଟିକେଟ ଦିଆଯିବ ନାହିଁ। ଜୀବନଙ୍କ ବଦଳରେ ମିଳିଥିଲା ସ୍ୱରୂପ ଦାସଙ୍କୁ ଟିକେଟ ଏବଂ ସେ ମଧ୍ୟ ବିଜୟ ଲାଭ କରିଥିଲେ। ବିଜୟ ପାଇବା ପରେ କେଉଁଠି ନା କେଉଁଠି ଜୀବନ ପ୍ରଦୀପ ଦାସଙ୍କୁ ଅଣଦେଖା କରାଗଲା। ତେଣୁ ସେ ଦଳ ଛାଡ଼ି ବିଜେପିରେ ଯୋଗଦାନ କଲେ। ଠିକ୍ ସେହିଭଳି ବିଜେଡ଼ିର 2024 ମସିହାରେ ଟିକେଟ ନ ମିଳିବା ଫଳରେ ରବୀନ୍ଦ୍ର ଜେନା ବିଜେଡି ଛାଡ଼ି ଆଜି ବିଜେପିରେ ମିଶିଲେ। ରୋଚକ ମୋଡ଼ରେ ରାଜନୀତି। 24 ଘଣ୍ଟା ନ ପୂରୁଣୁ ଜଣେ ଦଳରେ ଯୋଗଦାନ କରିବା ପରେ ଆଉ ଜଣେ ଦଳରୁ ନିଜର ବହିଷ୍କାର ପତ୍ର ଦେଲା, ଯାହା ବାଲେଶ୍ୱର ରାଜନୀତିକୁ ଏକ ସରଗରମ କରିଛି। ବିଜେପିକୁ ସାହାଯ୍ୟ ଓ ସହଯୋଗ ବିଭିନ୍ନ କାରଣ ଦେଖାଇ ଜୀବନକୁ ଦଳରୁ ବହିଷ୍କାର କରିଥିଲେ। ସେପଟେ ଜୀବନ ଦଳରୁ ବହିଷ୍କାର ହେବା ପରେ ବିଜେପିରେ ସାମିଲ ହୋଇଥିଲେ। 2024ରେ ରବୀନ୍ଦ୍ର ଜେନା ବିଜେଡି ଟିକେଟ କଟିଲା, ଦଳ ଅଣଦେଖା କଲା ତଥା କ୍ଷମତା ବିହୀନ ଭାବରେ କ୍ଷମତା ପାଇଁ ବିଜେପିରେ ସାମିଲ ହେଲେ। କିନ୍ତୁ ସାମିଲ ହେବାର 24 ଘଣ୍ଟା ନ ପୂରୁଣୁ ଜୀବନ ଦାସ ବିଜେପିରେ ଛାଡ଼ିଲେ। ବାସ୍ତବରେ ଦୁଇ ଜଣଙ୍କର ଦଳ ପରିବର୍ତ୍ତନ ବାଲେଶ୍ୱର ରାଜନୀତି ରୋଚକ ମୋଡ଼ରେ ଠିଆ କରିଛି। ଦେଖିବାର କଥା କାହାକୁ ଦଳ ପ୍ରାଧାନ୍ୟ ଦେଉଛି ଏବଂ ଜୀବନ ପ୍ରଦୀପ ଦାସ ବିଜେପିରୁ ଗଲା ପରେ ବିଜେଡିର ଆଶାୟୀ ପ୍ରାର୍ଥୀ ହୋଇପାରନ୍ତି କି? ବିଜେଡି ପୁଣି ତାଙ୍କୁ ଗ୍ରହଣ କରିବ କି ନା ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିବେ? ଆପଣମାନେ କମେଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ। ନେତାମାନଙ୍କର ଦଳ ପରିବର୍ତ୍ତନ, ଘୋଡ଼ା ବେପାର କେତେ ଦୂର ଠିକ୍? ବନ୍ଦେ ଉତ୍କଳ ଜନନୀ, ଜୟ ଶ୍ରୀରାମ।